राधे राधे श्रीकृष्ण समस्त भल रखु खुशी रखु आम चांदवाली आसिलु राजकनिका राजकनिका गोटे जयनगर घाट जयनगर घाटर फास्ट डंगाटा आम डंगा जीवु एवं रिगागढ़ रिगागढ़ मंदिर पहुंची आपन को भिडियो आपन को देखु आम जयनगर घाट आसिक पहुंची डंगा को चढ़ी गलु ए डंगा पर आम आसिक पहुंचीचु पाखे भी आसिक गोटे डंगा लगी डंगा पाखे आसिक डंगा गोटे लगी हाथ पहुंची गलु यहाँ गोटे आसिक लगे टूरिस्ट गोटे बोट आसिक लगे देखु जावाई ये गोटे बड़ घाट विभिन्न बोट भी लगुच सब जगह किपरि होती कमेंट माध्यम जनइबे आपन को जी पारि संभव वीडियो करी देखिए आपन को भाई भाई देवन डंगा आसिक पहुँची गला आसिक एपट साइड रे गोटे गोटे डंगार गाड़ी गोटे गोटे कढ़ा होची एबे हम गाड़ी बाहरिला हम 3 जण एबे जीवु आस 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 गाड़ी आगो नहीं आस बाटर आसला बेले कि माछ धरी कि माछ कि माछ धरी कि माछ धरी कंटा पकेब कंकड़ा धोई माछ ये जो कहते जो जंगल अच्छी बोल के ये देखते केमी जंगल देखते आम जंगल एवं क्रॉस करके जाऊे बाट देखो जीवा केते जंगल माने भयंकर जंगल गोटे साइड जंगल पूरा आ गोटे साइड पूरा देखो बिल जोटा इंग्रेज अमलर जो मंदिर कहते रिगागढ़ जगन्नाथ मंदिर आसी पहुँची गलु एटा मुख्य द्वार रिगागढ़ मुख्य द्वार देखो केते माने इंग्रेज माने अमल राजा अमलर एटा आमर देखो राजा अमलर सब तैयारी कारुकार्य सब है राजा अमलर सब कारुकार्य आम भितर के चलू ये बहुत पुराना कालर माने आमर राजा अमलर ये मंदिरटा यहाँ पछ बाटा यहाँ बोधे पछ बाटा आम जापारूनु नुआ ए आसीचु आप सब भिडियो देखिए जापर ये जगन्नाथ बलभद्र सुभद्रा ये पॉइंट विजय बड़े ये आसी बसंती आसतु ए प्लेसटा भल होती थरे आसतु ये भिजिट करने आसतु एठिकी है देखु बिले भी आई बुलायाई
ଏବେ ଭିତରକୁ ଆମେ ପଳେଇ ଆସିଲୁ। ଦେଖନ୍ତୁ କେତେ ପୁରୁଣା ରାଜା ଅମଳର ତିଆରି ମନ୍ଦିର। ଦେଖନ୍ତୁ ଏଠି ଜଗନ୍ନାଥ ହେ ପ୍ରଭୁ, ଦେଖନ୍ତୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ବସିଛନ୍ତି। ବିଷୟରେ ନନା କିଛି କହିବେ। এটা ନନା ଏଇ ଜାଗାଟା ଏଇଟା କୋଉ ଜାଗା? ଏ ଜାଗାଟା ରିଗାଗଡର। ଏଇଟା ମାନେ ରିଗାଗଡର ମାନେ ଏଠି ପ୍ରସିଦ୍ଧ ମାନେ କଣ ପାଇଁ ଏଠି ଲୋକ ଆସନ୍ତି, କଣ ପାଇଁ ଏଠି? ଏଇଟା ଆପଣଙ୍କର ହଉଛି ରିଗାଗଡ ମାନେ ଗୋଟେ ଅକ୍ଷର, ଗୋଟେ କଥା ହଉଛି 4 ଅକ୍ଷର ଧାମ ଯେ। ଆଜ୍ଞା। ରିଗାଗଡ। ଆଜ୍ଞା। ଜଗନ୍ନାଥ। ଆଜ୍ଞା ଆଜ୍ଞା। 4 ଅକ୍ଷରରେ ଏଠି ଆପଣଙ୍କର ପ୍ରସିଦ୍ଧ ହେଉଛି। ଆଜ୍ଞା ଆଜ୍ଞା। ସେଇପାଇଁ ଆପଣଙ୍କର ଏଇଟା ହଉଛି 600 ବର୍ଷର ମନ୍ଦିର। ଏଟା 600 ବର୍ଷର ମନ୍ଦିର? 600 ବର୍ଷର ମନ୍ଦିର। ପ୍ରଭୁ, ଆଜିକାଲିକା ମନ୍ଦିର ମାନେ ଏଟା ଆମର ରାଜା ଅମଳର, ଏଟା ଆମ କନିକା ରାଜାଙ୍କର, ମାନେ ଏଟା କନିକା ରାଜାଙ୍କର ଏଟା ମନ୍ଦିର ଏଟା। ଆଜ୍ଞା। ସେଟା ମାନେ କନିକା ରାଜା ଯେତେବେଳେ ଥିଲେ ଏଇ ମନ୍ଦିର ଏଠିକି ଆପଣଙ୍କର ଏ ପଛପଟରେ ମନ୍ଦିର, ଆପଣଙ୍କର ଏ ମନ୍ଦିର ପଛପଟରେ ଗୋଟେ ରାଜବାଟୀ ହେଇଥିଲା। ମାନେ ଠାକୁର ନିହାତି ଇଏ କରିଥିଲେ। ଆଜ୍ଞା। ରଜା ଯେତେବେଳେ ଡେଲି ଆପଣଙ୍କର ଗାଧେଇକିରି ରଜା ଡେଲି ଯାଆନ୍ତି ଆମର ପୁରୀ। ଆଜ୍ଞା। ରଜା ଯେତେବେଳେ ଦେଖିଲେ ଶଯ୍ୟାଶାୟୀ ଆସିଗଲା, ରଜା ଯେତେବେଳେ ଚିନ୍ତା କଲେ ଯେ ମୁଁ ଆଉ ତମ ପାଖକୁ ଯାଇପାରିବି। ଆଜ୍ଞା ଆଜ୍ଞା। ସେଠି ବ୍ରିଜ ପ୍ରତିଷ୍ଠା କଲେ। ଆଜ୍ଞା ଆଜ୍ଞା। ଆଜି ନ 600 ବର୍ଷର ମନ୍ଦିର ଆପଣଙ୍କର। ଏଠି ଠାକୁରଙ୍କ ପାଖରେ କଣ ନୀତି ଲାଗେ, ଭୋଗ କଣ ଲାଗେ? ଆପଣଙ୍କର ହଉଛି ତାଙ୍କ ଭୋଗଟା ହଉଛି, ତାଙ୍କର ମେନ୍ ହଉଛି ସକାଳୁ ମହାପ୍ରଭୁଙ୍କ ପାଖରେ ଲାଗିବ ରୁଟି। ରୁଟି ମାନେ କ'ଣ? ଆମର ଚାଉଳଟା ଚୁରା ହେବ, ଚାଉଳ ଚୁରା ହେବ, ଚାଉଳର ରୁଟି ହେବ। ଆଜ୍ଞା। ଆଉ ଆପଣଙ୍କର ଯାହା ଡାଲମା ଡାଲି, ଯାହା ତରକାରୀ କି ସନ୍ତୁଳା, ଯାହା ମହାପ୍ରଭୁଙ୍କର ସକାଳେ ନୀତି ଲାଗିବ। ଆଜ୍ଞା। ଫାଷ୍ଟ ନୀତି। ଆଜ୍ଞା। ଦ୍ୱିତୀୟ ଆପଣଙ୍କର ଲାଗିବ କୋଉଟା? ଖିଚିଡ଼ି ଧୂପ ହେବ। ଆଜ୍ଞା। ଦ୍ୱିତୀୟ। ତୃତୀୟ ଆପଣଙ୍କର ଏଇ ଗୋଟେ ବେଳେ ଆପଣଙ୍କର ବଡ଼ ଧୂପ। ଆଜ୍ଞା ଆଜ୍ଞା। ଆପଣଙ୍କର ଅରୁଆ ଯେତିକି ଯାହା ହେବ ସବୁ ଅରୁଆ। ଆଜ୍ଞା। ଅରୁଆ ହେବ, ଡାଲି ହେବ, ଭଜା ହେବ, ଖଟା ହେବ, ମାନେ ବିଭିନ୍ନ ରକମ ଆଇଟମ ହେବ। ଆଜ୍ଞା। ଆପଣଙ୍କର ଏଠି ବି ହେବ। ଆଉ ଆମର ମହାପ୍ରଭୁଙ୍କର କେତେବେଳେ ପହଡ଼ ଖୋଲା ଯାଏ, ପୁଣି ପହଡ଼ କେତେବେଳେ? ଏଇ ଗୋଟେ ବେଳେ ପହଡ଼ଟା ବନ୍ଦ ହେବ। ଏଇ ବର୍ତ୍ତମାନ ଗୋଟେ ବେଳେ ବନ୍ଦ ହେବ। ଆଜ୍ଞା ଆଜ୍ଞା। 3ଟା ବେଳେ ଖୋଲା ହେବ। ଆଉ ସକାଳୁ କେତେବେଳେ? ସକାଳ 6ଟାରୁ ପହଡ଼ ଖୋଲା ହେଉଛି। ଆଜ୍ଞା। ମଙ୍ଗଳ ଆଳତି ହେବ, ମଙ୍ଗଳ ଆଳତି ପରେ ପହଡ଼। ଆଜ୍ଞା ଆଜ୍ଞା। ଡାଇରେକ୍ଟ କାମ ମଙ୍ଗଳ ଆଳତି ପଡ଼ିବ। ଆଜ୍ଞା ଆଜ୍ଞା। ହେ ପ୍ରଭୁ, ଆସନ୍ତୁ ଏ ଜାଗାକୁ ଥରେ ଭିଜିଟ୍ କରିବାକୁ ଆସନ୍ତୁ। ନନା ଆପଣଙ୍କ ନାଁଟା କ'ଣ? ମୋ ନାଁ ନରୋତ୍ତମ ମିଶ୍ର। ନରୋତ୍ତମ ମିଶ୍ର। ନନାଙ୍କୁ ଦେଖନ୍ତୁ, ଆସନ୍ତୁ ଏଠିକି ଥରେ ଭିଜିଟ୍ କରିବାକୁ ଆସନ୍ତୁ। ଦେଖନ୍ତୁ 600 ବର୍ଷର ପୁରୁଣା ମନ୍ଦିର। ଦେଖନ୍ତୁ। ଆଜ୍ଞା ଆଜ୍ଞା। ମନ୍ଦିର ଭାଇ କେତେ ଦେଖନ୍ତୁ 600 ମନ୍ଦିର ଭାଙ୍ଗିଗଲାଣି। ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା। କବାଟଟା ଦେଖନ୍ତୁ କେତେ, ଦେଖନ୍ତୁ। ଏଇଟା ହେଲା ନନା କହୁଛନ୍ତି ଗରୁଡ଼ ସ୍ତମ୍ଭ। ଦେଖନ୍ତୁ ପ୍ରଭୁ। ଏଟା ଜଗନ୍ନାଥଙ୍କର କ'ଣ? ଏଠି କୋଉ ଜାଗାଟା ଏଟା? ଏଟା କ'ଣ ଏଠି ଜାଗାଟା? ଏଇଟା ହଉଛି ଭୋଗ ମଣ୍ଡପ। କ'ଣ ଏଟା? ଭୋଗ ମଣ୍ଡପ। ଭୋଗ ମଣ୍ଡପ। ଭୋଗ ମଣ୍ଡପ। ଏଇଟା ମାନେ ସବୁ ଦେବତା ଏଇଠି ଅଛନ୍ତି। ଆଜ୍ଞା ଆଜ୍ଞା। ସବୁ ଦେବତା ଏଇଠି। ସବୁ ଦେବତା। ଆଜ୍ଞା ଆଜ୍ଞା। ଗଭର୍ଣ୍ଣମେଣ୍ଟ ପାଖରେ ଟିକେ ବାର୍ତ୍ତା ପହଞ୍ଚୁ। ଏଟା ବହୁତ ପୁରୁଣା ମନ୍ଦିର, ଟିକେ ରିପେୟାରିଂ କରିବା ପାଇଁ, କ'ଣ କେମିତି କରିବା ପାଇଁ ପହଞ୍ଚୁ। ଜୟ ଜଗନ୍ନାଥ। ବାଜା ସବୁ ଥୁଆ ହେଇଛି ପୁରୁଣା କାଳର।
এটা ପଛ ଦ୍ୱାରଟା ନା ଆମ ସିଂହ ଦ୍ୱାର ହଉଛି ଫାଷ୍ଟ। ସେଟା ସିଂହ ଦ୍ୱାରଟା ଗଲା ନା? ଫାଷ୍ଟ ସିଂହ ଦ୍ୱାରଟା ଆମର ଏଇଟା। ଆଜ୍ଞା ଆଜ୍ଞା ସିଂହ ଦ୍ୱାର ନନା ଦେଖୁଛନ୍ତି ସେଟା ହେଲା ସିଂହ ଦ୍ୱାରଟା ଫାଷ୍ଟ ସେଟା ସିଂହ ଦ୍ୱାର ସେ ବାଟେ ବାଟ ଥିଲା। ଆଜ୍ଞା ସେ ବାଟ ଏଇଠାରେ ଆମର ଇଏ ଧାନ ଆସିକି ଏବେ ରହିଛି ସେଥିପାଇଁ ସିଂହ ଦ୍ୱାର ବନ୍ଦ ଅଛି ଆଉ ସବୁଠାରୁ ବଡ ଏଇଟା ଠାକୁରଙ୍କର ବହୁତ ପୁରୁଣା କାଳର ଅମ୍ହାର ଦେଖନ୍ତୁ ଯୋଉଟା ଆପଣ ଦେଖିନଥିବେ ଅମ୍ହାର ଦେଖନ୍ତୁ କେତେ ପୁରୁଣା କାଳିଆ ଅମ୍ହାର ଦେଖନ୍ତୁ ଆଶ୍ଚର୍ଯ୍ୟ ହେବା ଏଇ ଜାଗାକୁ ଆସନ୍ତୁ ଥରେ ମୁଁ ରିକ୍ୱେଷ୍ଟ କରି କହୁଛି ଏଇ ଜାଗାକୁ ଆସନ୍ତୁ ଭିଜିଟ କରିବା ପାଇଁ ଆସନ୍ତୁ ଦେଖିବେ ଭଲ ଭଲ ଜାଗା ବୁଲି ଯାଉ ଆମ ମନ୍ଦିର ବି ଟିକେ ଆପଣ ଇଏ କରନ୍ତୁ ଦେଖନ୍ତୁ ଥରେ ଆସନ୍ତୁ ଏଠି ଭିଜିଟ କରିବାକୁ ଆସନ୍ତୁ ଦେଖନ୍ତୁ ମନ୍ଦିର ପୁରା ପ୍ରତ୍ୟକ୍ଷ ଜଗନ୍ନାଥ ପୁରୀ ମନ୍ଦିର ଭଳି ହେଇଛି ଆସନ୍ତୁ ଭିଜିଟ କରିବା ପାଇଁ ଜାଗାକୁ କିପରି ହେଇଛି ଏଠି ସବୁ ରାଜା ଅମଳର ଏଠି କୋଉ ଠାକୁର ଏଠି ନା ପ୍ରଭୁ ନୃସିଂହ ଅବତାର ନା ନୃସିଂହ ଠାକୁର ଜୟ ଶିବ ଶମ୍ଭୁ ଆସନ୍ତୁ ଥରେ ଜାଗାକୁ ଭିଜିଟ କରିବା ପାଇଁ ଆସନ୍ତୁ ନିହାତି ହଁ ହଁ ନୃସିଂହ ଅବତାର ଏଠି ଚମ୍ପା ଗଛ ସବୁ ଅଛି ବିଭିନ୍ନ ପଣସ ଗଛ ଚମ୍ପା ଗଛ ଏଇ ଜାଗାରେ ହିଁ ନନା ରୁହନ୍ତି ତାଙ୍କର ଏଇଟା ରହିବା ସ୍ଥଳୀ ତାଙ୍କର ନନାଙ୍କର ଏଠି ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରି କହୁଛି ବହୁତ ରିକ୍ୱେଷ୍ଟ କରି କହୁଛି ଏ ଜାଗାକୁ ଥରେ ଆସନ୍ତୁ ଭିଜିଟ କରିବା ପାଇଁ ଆପଣ ସବୁ ଜାଣିପାରିବେ ଏଇ ମନ୍ଦିର ବିଷୟରେ ଆପଣ ଜାଣିପାରିବେ ଅଲୌକିକ କିନ୍ତୁ ଏ ମନ୍ଦିରରେ ଅଛି କିନ୍ତୁ ବହୁତ ଅଲୌକିକ ଅଛି ଏ ମନ୍ଦିରରେ ଥରେ ଭିଜିଟ କରିବା ଆସନ୍ତୁ ବହୁତ ପୁରୁଣା କାଳିଆ ମନ୍ଦିର ଦେଖନ୍ତୁ ଏଟା ତାଙ୍କ ଜଗନ୍ନାଥଙ୍କ ଯୋଉଠି ରୋଷେଇ ହୁଏ ଏଟା ରୋଷେଇ ଶାଳ ତାଙ୍କର ଭିତରକୁ ଏଣ୍ଟ୍ରି ନାହିଁ ତାଙ୍କର ରୋଷେଇ କରାଯାଏ ଏଇ ଜାଗାରେ ଦେଖନ୍ତୁ ଆପଣ ଏଇ ଗରା ଦେଖିକି ବି ଜାଣିପାରୁଥିବେ କେତେ ମାନେ ପୁରାତନ ଏ ଗରା ଗୁଡାକ ସବୁ ଜୟ ଜଗନ୍ନାଥ ପ୍ରଭୁ ଆପଣ ଏଇ ଜାଗାକୁ ଥରେ ଭିଜିଟ କରିବାକୁ ଆସନ୍ତୁ ମନ ପବିତ୍ର ହେଇଯିବ ଥରେ ଭିଜିଟ କରିବାକୁ ଆସନ୍ତୁ ଏ ଜାଗା କିନ୍ତୁ ଅଲୌକିକ ଜାଗା ଏଟା କିନ୍ତୁ ଆପଣ ଏଇ ଜାଗାକୁ ଆସିଲେ ଆପଣ ଜାଣିପାରିବେ ରିକ୍ୱେଷ୍ଟ କରି କହୁଛି ଏଇ ଜାଗାକୁ ଆସନ୍ତୁ ଆପଣ ଭିଜିଟ କରିବା ପାଇଁ ଆପଣଙ୍କୁ ଜାଗା ଯଦି ଖରାପ ଲାଗିଲା ମତେ